ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ସଂସ୍କୃତ ଭାଷା ସୋପାନ ବହିର 10ମ ପାଠକୁ ଆଲୋଚନା କରିବା। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ବର୍ଣ୍ଣନା କରିବା ଏବଂ ପ୍ରଶ୍ନୋତ୍ତର ଆଲୋଚନା କରିବା। ନରେନ୍ଦ୍ରସ୍ୟ ଜନ୍ମ କୋଲକାତା ନଗରେ ଆସୀତ୍। ନରେନ୍ଦ୍ରଙ୍କ ଜନ୍ମ କୋଲକାତା ସହରରେ ହୋଇଥିଲା। ତତ୍ର ସହ ବାଲ୍ୟଜୀବନଂ ଯାପିତବାନ୍। ସେଠାରେ ସେ ବାଲ୍ୟ ଜୀବନକୁ ଅତିବାହିତ କରିଥିଲେ। ଅଧ୍ୟୟନଂ ସମାପିତବାନ୍। ସେଠାରେ ପାଠପଢ଼ା ଶେଷ କରିଥିଲେ, ସମାପ୍ତ କରିଥିଲେ। ସଃ ଆଧ୍ୟାତ୍ମ ଗୁରୁମ୍ ଅନ୍ୱିଷ୍ଟବାନ୍। ସେ ଆଧ୍ୟାତ୍ମିକ ଗୁରୁକୁ ଖୋଜୁଥିଲେ। ସଃ ଭାରତ ଭ୍ରମଣଂ କୃତବାନ୍। ସେ ଭାରତ ଭ୍ରମଣ କରିଥିଲେ, ସମଗ୍ର ଭାରତବର୍ଷ ଭ୍ରମଣ କରିଥିଲେ। ଶେଷେ କନ୍ୟାକୁମାରୀ ଗତବାନ୍। ଶେଷରେ ସେ କନ୍ୟାକୁମାରୀ ଯାଇଥିଲେ, କନ୍ୟାକୁମାରୀରେ ପ୍ରବେଶ ହୋଇଥିଲେ। କନ୍ୟାକୁମାରୀ ଯାପିତ କନ୍ୟାକୁମାରୀ ଗତବାନ୍। ତତ୍ର ତପସ୍ୟାମ୍ ଆଚରିତବାନ୍। ସେଠାରେ ସେ ତପସ୍ୟା କରିଥିଲେ। ସଃ ତତ୍ର ତପସ୍ୟାମ୍ ଆଚରିତବାନ୍। ତପସ୍ୟା କରିଥିଲେ। ଭାରତ ମାତୁଃ ଦର୍ଶନ ପ୍ରାପ୍ତବାନ୍। ସେଠାରେ ଭାରତ ମାତାଙ୍କର ଦର୍ଶନ କରିଥିଲେ। ବିଶ୍ୱେ ପରିଭ୍ରମ୍ୟ। ବିଶ୍ୱେ ପରିଭ୍ରମ୍ୟ ସଃ ଭାରତସ୍ୟ ଗୌରବଂ ସ୍ଥାପିତବାନ୍। ଭାରତ ମାତାଙ୍କ ଦର୍ଶନ ପାଇଲେ, ବିଶ୍ୱ ଭ୍ରମଣ କରି ସେ ଭାରତର ଗୌରବ ସ୍ଥାପନ କରିଥିଲେ। ସଃ ନରେନ୍ଦ୍ରଃ ବିବେକାନନ୍ଦ ଇତି ପ୍ରସିଦ୍ଧଃ ଅଭବତ୍। ସେ ବିବେକାନନ୍ଦ ନାମରେ ପ୍ରସିଦ୍ଧ ହୋଇଥିଲେ। ବର୍ତ୍ତମାନ ଆମେ ଏହାର ଅନୁଶୀଳନକୁ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ନରେନ୍ଦ୍ରଃ କୁତ୍ର ଜନ୍ମିତବାନ୍। ଏହାର ଓଡ଼ିଆ ଅର୍ଥ ହେଉଛି ନରେନ୍ଦ୍ର କେଉଁଠାରେ ଜନ୍ମଗ୍ରହଣ କରିଥିଲେ। ଏହାର ଉତ୍ତର ହେବ ନରେନ୍ଦ୍ରଃ କୋଲକାତା ନଗରେ ଜନ୍ମିତବାନ୍। ନରେନ୍ଦ୍ର କୋଲକାତା ନଗରରେ ଜନ୍ମଗ୍ରହଣ କରିଥିଲେ। ତତ୍ର ସଃ କିଂ ଯାପିତବାନ୍। ସେଠାରେ ସେ କ'ଣ ଅତିବାହିତ କରିଥିଲେ। ଉତ୍ତର ତତ୍ର ସଃ ବାଲ୍ୟଜୀବନଂ ଯାପିତବାନ୍। 3 ନମ୍ବର, ସଃ କମ୍ ଅନ୍ୱିଷ୍ଟବାନ୍। ସେ କାହାକୁ ଖୋଜୁଥିଲେ। ଏହାର ଉତ୍ତର ହେବ ସଃ ଆଧ୍ୟାତ୍ମ ଗୁରୁମ୍ ଅନ୍ୱିଷ୍ଟବାନ୍। ସେ ଆଧ୍ୟାତ୍ମ ଗୁରୁକୁ ଖୋଜୁଥିଲେ। 4 ଅବଶେଷତଃ ସଃ କୁତ୍ର ଗତବାନ୍। ଶେଷରେ ସେ କେଉଁଠିକୁ ଯାଇଥିଲେ। ଏହାର ଉତ୍ତର ହେବ ଅବଶେଷେ ସଃ କନ୍ୟାକୁମାରୀଂ ଗତବାନ୍। ଶେଷରେ ସେ କନ୍ୟାକୁମାରୀ ଯାଇଥିଲେ। 5 ନମ୍ବର, ବିଶ୍ୱେ ସଃ କିଂ ସ୍ଥାପିତବାନ୍। ବିଶ୍ୱେ ସଃ କିଂ ସ୍ଥାପିତବାନ୍। ବିଶ୍ୱରେ ସେ କ'ଣ ସ୍ଥାପନା କରିଥିଲେ। ଏହାର ଉତ୍ତର ବିଶ୍ୱେ ସଃ ଭାରତସ୍ୟ ଗୌରବଂ ସ୍ଥାପିତବାନ୍। ବିଶ୍ୱେ ସଃ ଭାରତସ୍ୟ ଗୌରବଂ ସ୍ଥାପିତବାନ୍। ବର୍ତ୍ତମାନ 2 ନମ୍ବର ପ୍ରଶ୍ନକୁ ଆମେ ଆଲୋଚନା କରିବା। ସ୍ଥାନ ପୂରଣମ୍। ଶୂନ୍ୟ ସ୍ଥାନ ପୂରଣ କର। 1 ନମ୍ବର, ସଃ ବାଲ୍ୟଜୀବନଂ ଡ୍ୟାଶ୍। ଏଠି ଆମେ ଲେଖିବା ଶୂନ୍ୟ ସ୍ଥାନରେ ସଃ ବାଲ୍ୟଜୀବନଂ ଯାପିତବାନ୍। 2 ନମ୍ବର, ଡ୍ୟାଶ୍ ଗୁରୁ ରୂପେଣ ପ୍ରାପ୍ତବାନ୍। ଏଟା ଆମେ ଲେଖିବା ରାମକୃଷ୍ଣଂ ଗୁରୁ ରୂପେଣ ପ୍ରାପ୍ତବାନ୍। 3 ନମ୍ବର, ସଃ ଭାରତ ଭ୍ରମଣଂ ଡ୍ୟାଶ୍। ସଃ ଭାରତ ଭ୍ରମଣଂ କୃତବାନ୍। ଏଠି ଆମେ ଲେଖିବା କୃତବାନ୍। 4 ନମ୍ବର, ଭାରତ ମାତୁଃ ଡ୍ୟାଶ୍ ଦର୍ଶନଂ ପ୍ରାପ୍ତବାନ୍। ଭାରତ ମାତୁଃ ଦର୍ଶନଂ ପ୍ରାପ୍ତବାନ୍। 5 ତତ୍ର ଡ୍ୟାଶ୍ ଆଚରିତବାନ୍। ତତ୍ର
ତପସ୍ୟାମ୍ ଆଚରିତବାନ୍। ବର୍ତ୍ତମାନ ଏହି ପାଠର ପ୍ରଶ୍ନୋତ୍ତର ଆମେ ଆଲୋଚନା କରିବା।